ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଶା କରୁଛି ସମସ୍ତେ ଭଲ ଅଛନ୍ତି। ଏହି ସନ୍ଧ୍ୟା ସମୟରେ ମୋର ବ୍ୟକ୍ତିଗତ ପ୍ରାର୍ଥନା ସମୟରେ ମୋତେ ବହୁତ ବଢ଼ିଆ ଗୀତଟେ ମିଳିଲା, ଯେଉଁଟାକି କରୁଣାର ସାଗର ହେ ଯୀଶୁ ଦିଅ ତୁମ କରୁଣା ଦାନ। ମୋତେ ବହୁତ ପସନ୍ଦ ଏ ଗୀତ। ଯେତେବେଳେ ବି ମୋତେ ମନେ ପଡ଼େ ଏ ଗୀତ ମୁଁ ଗାଏ। ଭଲ ଲାଗେ ଯେତେବେଳେ ମୁଁ ଗାଏ। ଭାବି ଦେଖନ୍ତୁ, ଗୋଟେ ମନୁଷ୍ୟର ଜୀବନ ଯଦି ଈଶ୍ୱରଙ୍କର କରୁଣା ନାହିଁ, ଈଶ୍ୱରଙ୍କର ଦୟା ନାହିଁ, ତାହେଲେ କି ପ୍ରକାର ଜୀବନ? ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କର କରୁଣା ବିନା ଗୋଟେ ମନୁଷ୍ୟ କେବେ ମଧ୍ୟ ଶାନ୍ତିରେ ବଞ୍ଚିପାରିବ ନାହିଁ। ଏଇଟା ନିରାଟ ସତ୍ୟ। ଯଦି ମୋ କଥା ମୁଁ କହିବି ବ୍ୟକ୍ତିଗତ ଜୀବନରେ, ଆଜି ଯଦି ମୁଁ ବଞ୍ଚିଛି ତାହେଲେ ଈଶ୍ୱରଙ୍କର କରୁଣା, ଈଶ୍ୱରଙ୍କର ଦୟା ହେତୁ। ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କର କରୁଣା ବିନା କୌଣସି ବିଷୟ ମୋ ଜୀବନରେ ସମ୍ଭବ ନାହିଁ। ସେଥିପାଇଁ ଈଶ୍ୱରଙ୍କର କରୁଣା ପ୍ରତ୍ୟେକ ମନୁଷ୍ୟ ଜୀବନରେ ଆବଶ୍ୟକ ରହିଅଛି। ବାଇବଲରେ ମଧ୍ୟ ଏ ପ୍ରକାର ଲେଖା ଅଛି। ଯୋହନ ପୁସ୍ତକ 1 ପର୍ବ 16 ପଦରେ ମୁଁ ପଢ଼ିବା ପାଇଁ ଚାହେଁ ଆପଣମାନଙ୍କ ନିମନ୍ତେ। ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ। ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। ଈଶ୍ୱରଙ୍କର କରୁଣା ପାଇବା ପାଇଁ ହେଲେ ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତୁ। ଈଶ୍ୱରଙ୍କୁ ଜାଣନ୍ତୁ। ଈଶ୍ୱରଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ଈଶ୍ୱରଙ୍କ ନିମନ୍ତେ ବାହାର କରନ୍ତୁ। ସେଇ ଗୀତଟିକୁ ମୁଁ ଆପଣମାନଙ୍କୁ ଶୁଣାଇବା ପାଇଁ ଚାହେଁ, ସମ୍ପୂର୍ଣ୍ଣ ଭାବରେ ନାହିଁ, ନହେଲେ ଭିଡ଼ିଓଟି ବହୁତ ଲମ୍ବା ହୋଇଯିବ। ଯେଉଁ ସେଣ୍ଟେନ୍ସ ଆପଣମାନଙ୍କୁ ମୁଁ କହିଲି ପ୍ରଥମେ, ସେଇଟା ହିଁ ମୁଁ ଆପଣମାନଙ୍କୁ ଗାଇକି ଶୁଣାଇବା ପାଇଁ ଚାହେଁ। କରୁଣାର ସାଗର ହେ ଯୀଶୁ ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ ଦିଅ ତୁମ କରୁଣା ଦାନ। ମହାନ ତୁମେ, ଶାଶ୍ୱତ ତୁମେ, ଆଶିଷ ବୃଷ୍ଟି ଦିଅ ହେ ଜୀବନେ। ମହାନ ତୁମେ, ଶାଶ୍ୱତ ତୁମେ, ଆଶିଷ ବୃଷ୍ଟି ଦିଅ ହେ ଜୀବନେ। କରୁଣାର ସାଗର ହେ ଯୀଶୁ ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ ଦିଅ ତୁମ କରୁଣା ଦାନ। ଆମେନ୍। ଶେଷରେ ଗୋଟିଏ କଥା କହିବା ପାଇଁ ଚାହେଁ। ଯେଉଁ ଶ୍ୱାସବାୟୁ ମନୁଷ୍ୟ ଶରୀରରେ ଅଛି, ଭାବି ଦେଖନ୍ତୁ କ'ଣ ତାହା ମନୁଷ୍ୟର ଅଧୀନରେ ଅଛି? କୌଣସି ମନୁଷ୍ୟ ଶ୍ୱାସବାୟୁକୁ ଦେଖିପାରୁଛି ନା ସ୍ପର୍ଶ କରିପାରୁଛି? କେବଳ ବଞ୍ଚୁଛୁ ଆମେ। ଶ୍ୱାସବାୟୁ କେବଳ ଈଶ୍ୱରଙ୍କର ଅଧୀନରେ, ଈଶ୍ୱରଙ୍କର କଣ୍ଟ୍ରୋଲରେ। ତାକୁ ଯଦି ଆମେ ଆକ୍ଟିଭ୍ ଦେଖିବା ପାଇଁ ଚାହୁଁ, ଆମର ଶ୍ୱାସବାୟୁକୁ ଯଦି ଆମେ ଫଙ୍କସନ୍ କରିବାଟା ଦେଖିବା ପାଇଁ ଚାହୁଁ, ତାହେଲେ ଈଶ୍ୱରଙ୍କର କରୁଣା, ଈଶ୍ୱରଙ୍କର ଦୟାର ଆବଶ୍ୟକ। ସେଥିପାଇଁ ପ୍ରାର୍ଥନା କରନ୍ତୁ ପ୍ରତ୍ୟେକ ଦିନ ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କର କରୁଣା ନିମନ୍ତେ। ଈଶ୍ୱର ନିହାତି ଭାବରେ ଆପଣମାନଙ୍କୁ ଦୟା କରିବେ, ଅନୁଗ୍ରହ କରିବେ। ଆପଣମାନେ ଜୀବନରେ ଶାନ୍ତିରେ ବଞ୍ଚିବେ। ମୁଁ ଆଶା କରୁଛି ଏହି ଭିଡ଼ିଓ ମାଧ୍ୟମରୁ ଆପଣମାନଙ୍କୁ କିଛି ଶିଖିବା ପାଇଁ ମିଳିଅଛି। ଯଦି ଭଲ ଲାଗିଛି ତାହେଲେ ସେୟାର କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ଗଡ୍ ବ୍ଲେସ୍ ଏଭ୍ରିୱାନ୍। ଆମେନ୍।